এটা হচ্ছে বউ আর বাপা আর তଳେ ଗୋଟେ ଛୋଟ ରୋଷେଇ ଘରଟେ ଅଛି। हेलो फ्रेंड्स, वेलकम टू माय न्यू ब्लॉग। ताले आज वीडियो रे मु देखेबी आपनको मोर सुंदर घर। आपण देखि पाथबे, लेट्स गो। हे देखंतु ये होची मो घर। घर पाखरे ଗୋଟେ सुंदर पोखरी अछि आ तळे ଗୋଟେ छोट रोଷେଇ घरटे अछि। ए जोटा डाहाण पटे देखुचंती आपण। এই দেখନ୍ତୁ ଏଇଠି ଗୋଟେ ଚଉରା ଅଛି। ଇଏ ହେଉଛି ଆମର ସଜନା ଗଛ। ଘରଟା ସାମ୍ନାରୁ କିଛି ଏଇଭଳିଆ ଦେଖା ହୁଏ। ଘରଟି ଦୁଇ ତାଲାର। ଚାଲନ୍ତୁ ଘର ଭିତରକୁ ପ୍ରବେଶ କରିବା। ଇଏ ହେଉଛି ଆମ ଗେଟ୍। ଗେଟ୍ ଦେଇକି ଆମେ ଘର ଭିତରକୁ ପ୍ରବେଶ କଲେ। ତଳେ ଘରେ ଆମର ଦୁଇଟା ରୁମ୍ ଅଛି। ଚାଲନ୍ତୁ ପ୍ରଥମେ ବାପାଙ୍କ ରୁମ୍କୁ ଯିବା। ଏ ଦେଖନ୍ତୁ, ଇଏ ହେଉଛି ବାପା ଆଉ ବୋଉଙ୍କ ରୁମ୍। ଗୋଟେ ଖଟ, ତା ସହିତ ଆଉ କ'ଣ ଅଛି, ଗୋଟେ ଟିଭି ଅଛି। ଗୋଟେ ଖଟ, ଗୋଟେ ଟିଭି ଅଛି। ଏଇ ଦେଖିପାରୁଥିବେ କିଛି ପୁରସ୍କାର ସବୁ ଓଳିଛି। ଏଗୁଡ଼ା ସବୁ ଝିଅର ଆଉ ଅଳ୍ପ କିଛି ମୋର। ଆଉ ଘଣ୍ଟାଟେ ଅଛି। ଏ ପୁରସ୍କାରଟା ଝିଅକୁ ମିଳିଥିଲା। ଆଉ ଏଠି ବି ଦେଖିପାରୁଥିବେ ସେଇ ଝିଅ ପାଇଛି। ଆଉ ଇଏ ହେଉଛନ୍ତି ମୋ ବାପା ଏବଂ ମା'। ଆଉ ଏଠି ଦେଖିପାରୁଥିବେ ଗଡରେଜ୍ ଅଛି। ଆଉ ଆ ସାଇଡ଼୍ରେ ଗୋଟେ ଚେୟାର ବି ମଧ୍ୟ ଥୁଆ ହେଇଛି। ପଙ୍ଖାଟେ ମଧ୍ୟ ଅଛି। ଆଉ ଇଏ ହେଉଛି ଟିଭି। ଆଉ ଏଇଭଳିଆ ଗୋଟେ ଛୋଟ ଟିଭି ଥିଲା ଯାହାକୁ ମୁଁ ଛୋଟବେଳେ ପୋଡ଼ି ଦେଇଥିଲି। ସରି। ଆଉ ଇଏ ହେଉଛି ମୁଁ, ଦେଖାଯାଉଛି। ଆଉ ଇଏ ହେଉଛି ଆମ ଗାଡ଼ି। ଓ ମାଇ ଗଡ୍। ଇଏ ଦେଖିପାରୁଥିବେ ରୋଷେଇ ଘର। ରୋଷେଇ ଭିତରୁ ପ୍ରବେଶ କଲା ଆମେ। ରୋଷେଇ ଘରକୁ ଆମେ ପ୍ରବେଶ କଲୁ। ଏବେ ଦେଖନ୍ତୁ ବାସନକୁସନ। ଇଏ ହେଉଛି ଗ୍ୟାସ୍, ଯେଉଁଠି ମୁଁ ଚାଉମିନ ବନାଏ। ଇଏ ହେଉଛି ଗ୍ୟାସ୍ ଟାଙ୍କି। ଇଏ ହେଉଛି ଗ୍ୟାସ୍ ଟାଙ୍କି ଆଉ ଗୋଟେ। ଆଉ ଉପରେ ଦେଖିପାରୁଥିବେ ଆଜବେଷ୍ଟ। ଏଇ ଘରଟା ଭଙ୍ଗା ହେଇକି ଗୋଟେ ଭଲ ଘର ହେବ ବୋଲି ତିଆରି ହେବାର ପ୍ଲାନିଂ ଅଛି। ଇଏ ହେଉଛି ୱାସିଂ ମେସିନ୍। ବୋଉର ଅଣ୍ଟା ପିଠି ବିନ୍ଧୁଥିବାରୁ ଏହାକୁ ଅଣାହେଇଛି। ଏହା ଦେଖିପାରୁଥିବେ ଆଉ ଗୋଟେ ରୁମ୍। ଏଠି ବର୍ତ୍ତମାନ ମା' ରହୁଛି। ପ୍ରଥମେ ଏଠି ମୁଁ ରହୁଥିଲି, ତାପରେ ମୋ ଭଉଣୀ ରହିଲା, ତାପରେ ଏବେ ମା' ରହୁଛି। କାହିଁକିନା ମୋର ଟ୍ରାନ୍ସଫର୍ ହେଇଗଲା ଉପରକୁ। ଦେଖିପାରୁଥିବେ ଏଠି କିଛି ବହିପତ୍ର ସବୁ ଥୁଆ ହେଇଛି। ଆଉ କିଛି ଟଙ୍ଗା ହେଇଛି। ଏଠି ଗୋଟେ ଫ୍ରିଜ୍ ମଧ୍ୟ ଅଛି। ଦେଖିବା ଫ୍ରିଜ୍ ଖୋଲି କ'ଣଟା ଅଛି। ଛୋଟବେଳେ ଫ୍ରିଜ୍ ଖୋଲି ଚୋରି କରିବାକୁ ଭାରି ମଜା ଲାଗୁଥିଲା। ଚାଲ, ଏଠି ଆମ କାମର କିଛି ନାହିଁ। ଲେଟ୍ସ ଗୋ। ଆରେ ଏଠି ଗୋଟେ ଟ୍ରେ ବି ଥୁଆ ହେଇଛି। ଏଇ ଦେଖନ୍ତୁ, ଏଇ ସାଇକେଲଟା ହେଲା ଝିଅର। ଏଇଠି ପାହାଚ ଅଛି ଉପର ଯିବା ପାଇଁ। ଏଇଠି ଦେଖନ୍ତୁ ଇନଭର୍ଟର ଥୁଆ ହେଇଛି। ହେଇ ଦେଖନ୍ତୁ, ଏଠି ସ୍ପ୍ରେ କରିବା ପାଇଁ ଔଷଧ ଫଷଧ ସବୁ ସ୍ପ୍ରେ କରିବା ପାଇଁ ଗୋଟେ ମେସିନ୍ ଥୁଆ ହେଇଛି। ଝରକାଟା ମଧ୍ୟ ଅଛି। ଏଇଟା ହେଲା ମୋ ରୁମ୍। ୱେଲକମ୍ ଟୁ ମାଇ ରୁମ୍। ଏଇ ଦେଖିପାରୁଥିବେ ଗୋଟେ ଖଟ ପଡ଼ିଛି, ତକିଆ ଦୁଇଟା। ତକିଆ ନହେଲେ ଥୋଇବୁ କେଉଁଠି ମୁଣ୍ଡ ତ ମେନ୍ ନା। ତାପରେ ଏଠି ଦେଖିପାରୁଥିବେ ମୋର ବହିପତ୍ର କିଛି ଥୁଆ ହେଇଛି। ସବୁ ଅଳିଆ ଦଳିଆ ହେଇକି ପଡ଼ିଛି, ପ୍ଲିଜ୍ ଇଗ୍ନୋର କରିବେ। ଏଇଠି ଝରକା ଅଛି, ଏଠି ସୁଲସୁଲିଆ ପବନ ଆସେ। ଆଉ ଶୀତ ଦିନେ ଥଣ୍ଡା ମୋତେ ପଶି ଆସେ। ଆଉ ଏଇଟା ହେଉଛି ସେଇ ଜାଗା ଯେଉଁଠି ମୁଁ ବସିକି ଶୋଇକି ଗଡ଼ିକି ଏଡ଼ିଟ୍ କରେ। ଧନ୍ୟବାଦ। ଇଏ ହେଉଛି ମୋ ଆଲଣା। ପ୍ଲିଜ୍ କେମିତି ସାଇଜ୍ ଅଛି ସେଟାକୁ ଇଗ୍ନୋର ମାରିବେ। ଏଇଟା ହେଉଛି ମୋ ଟ୍ରାଇପଡ୍। ଆମ ସିଟିରେ ମଧ୍ୟ ଗୋଟେ ଟ୍ରାଇପଡ୍ ଥିଲା। ସେ ହାଡ଼ ମାଂସକୁ ନେଇ ଗଠିତ, ଏଇଟା ଲୁହାକୁ ନେଇ ଗଠିତ। ଆଉ ଏ ସମଝକେ। ଓ ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ଇଏ ହେଉଛି ଠାକୁର ଘର। ଏ ଘରେ ଏପର୍ଯ୍ୟନ୍ତ କେହି ରହିନାହାନ୍ତି। ଏ ଘରଟା ମଧ୍ୟ ମୋ ରୁମ୍ ଭଳିଆ ବଡ଼, କିନ୍ତୁ ଏ ଘରେ କେହି ରହିନାହାନ୍ତି। ଏଠି ଠାକୁର ଏବେ ଅଛନ୍ତି। ଏଠି ଦେଖିପାରୁଥିବେ କିଛି ଧାନ ଫାନ ଥୁଆ ହେଇଛି। ଅବଶ୍ୟ ମୂଷାମାନେ ସବୁ ରାତିରେ ରାଜ କରୁଥିବେ ଏଠି। ଏଠି ଫ୍ୟାନ୍ ଦୁଇଟା ଆପଣ ଦେଖିପାରୁଥିବେ। ହଉ ହେଲା ଆଉ। ଏଠି ଝରକାଟା ଅଛି, ଯେଉଁଥିରୁ ପବନ ଆଉ ଲାଇଟ୍ ଆରାମସେ ଆସିପାରିବ। ଏଠି ମଧ୍ୟ ଝରକାଟା ଅଛି। ଆଉ ଏଟା ଛାତ ଉପରକୁ ଯିବା ପାଇଁ ବାଟ। ଏଇଠି ଦେଖିପାରୁଥିବେ କିଛି ବସ୍ତା ଥୁଆ ହେଇଛି। ଏ ବସ୍ତାରେ କ'ଣ ଅଛି, କ'ଣ ଜାଣିବାକୁ ଚାହୁଁଛନ୍ତି ଆପଣ? ଚାଲନ୍ତୁ ଦେଖନ୍ତୁ। ଆ ଭିତରେ ଅଛି ଗୁଣ୍ଡା। ହଁ ଭାଇ, ଗୁଣ୍ଡା ଆକୁ କୁହନ୍ତି ଗୁଣ୍ଡା। ଚାଲ ଛାତ ଉପରକୁ ଯିବା। ଭାଇ ଦେଖନ୍ତୁ, ଛାତ ଉପରେ ଗୋଟେ ଡିସ୍ ଟିଭି ଅଛି, ଆଣ୍ଟିନା, ଯେଉଁଥିରୁ ବୋଉ ମୋର ଦିନ ରାତି ଟିଭି ଦେଖେ। ଏଠି ଦେଖନ୍ତୁ ଗୁଣ୍ଡା କେତେ ସାଇଜ୍ ହେଇକି ସିମେଟ୍ରି ଭାବେ ଥୁଆ ହେଇଛି। ସବୁ ଶୁଖା ହେଉଛି। ଏଗୁଡ଼ା ସବୁ ଜଳା ହେବ। କେଉଁଠି ଜଳା ହେବ? କ୍ଷୀର ବସାଇବା ପାଇଁ। ଏଟାକୁ କ'ଣ କୁହନ୍ତି? ଘଷି କୁହନ୍ତି। ଆଉ ଏଇ ଯେଉଁ ଜାଗାଟା ଦେଖୁଛନ୍ତି, ଏ ଜାଗାଟାରେ ମୁଁ ବସିକି ମୋର ଭିଡ଼ିଓ ସବୁ ଅପଲୋଡ଼ କରେ। କାହିଁକିନା ପୁରା ଘରେ କେବଳ ଏଇ ଗୋଟିଏ ଜାଗା ଅଛି ଯେଉଁଠିକି 5G ନେଟ୍ ଚାଲେ, ନହେଲେ କେଉଁଠି ଚାଲେ ନା। ଆଉ ଚାରିପଟ ଦୃଶ୍ୟ ଆପଣ ଟିକେ ଦେଖିପାରୁଥିବେ। ଗାଁ ତ ଏରିଆ, ଆଉ କହିବି କ'ଣ ମୁଁ ତୁମକୁ, ତ ସବୁ ବୁଝିପାରୁଛ। ଓ ମାଇ ଗଡ୍। ହଉ, ତାହେଲେ ଇଏ ହେଉଛି ଚତୁଃପାର୍ଶ୍ୱର କିଛି ଦୃଶ୍ୟ। ଆଉ ଏଇଟା ହେଉଛି ସଜନା ଗଛ ହେଲା। ଆରେ ଉପରେ ଦୁଇଟା ପତ୍ର ମାଙ୍କଡ଼ ଯଦି ଖାଇଦେଲା, ବୋଉ ମୋ ଜୀବନଟା ନେଇଯିବ। ତେଣୁକରି ସେ ମାଙ୍କଡ଼ ଆସିବା ପୂର୍ବରୁ ବୋଉ ଆସିଯାଏ। ମାଙ୍କଡ଼ ଗଲା। ଆଉ ତଳର ଦୃଶ୍ୟ ଆପଣ କିଛି ଦେଖିପାରୁଥିବେ। ବ୍ଲୁ ଟିଣ ବାଲା ସେଟା ହେଲା ଆମ ଗୁହାଳ। ଆଉ ଯେଉଁ ଆଜବେଷ୍ଟ ପଡ଼ିଛି ସେଟା ହେଲା ଆମର ବାହାର ରୋଷେଇ ଘର। ଏଇଠି ଦେଖନ୍ତୁ କାଳିଆ ଆସିଗଲା। ଏଇଟା ହେଉଛି ବାପାଙ୍କ ସାଇକେଲ। ଏଇଟା ହେଉଛି ବାହାର ରୋଷେଇ ଘର। ଗାଈ ପାଇଁ ଧର ଖାଦ୍ୟ ତିଆରି ହେଲା, ତାହେଲେ ଏଠି ବୋଉ ବସେଇଦିଏ। ଆଉ ଭାତ ମଧ୍ୟ ବସିଥାଏ। ଆଜି ବୋଉ ମୋତେ ମାଛ ବନଉଛି। ଏଇଠି ଦେଖନ୍ତୁ କିଛି ଜାଳ ଥୁଆ ହେଇଛି।
ଇଏ ଦେଖନ୍ତୁ ମୋ ସାଇକେଲ, ଇଏ ହେଉଛି ମୋ ହାୟାବୁସା। ଆଜି ପର୍ଯ୍ୟନ୍ତ ଇଏ ମୋ ସାଥ ଛାଡ଼ିନି। ଆଉ ଏପଟଟା ହେଉଛି ଗୁହାଳ, ଯେଉଁଠି ଆମ ଦୁଇଟା ଗାଈ ଏବଂ ଛୋଟ ବାଛୁରୀ ରହୁଛି। ହେ ଦେଖନ୍ତୁ ଟିଓଲ, ଆ ସହିତ ମଟରଟା କନେକ୍ସନ୍ କରାହେଇଛି। ଏଠି ପାଣି ଷ୍ଟୋର କରି ରଖାହେଉଛି, କାହିଁକିନା ବୋଉକୁ ଭାରି କଷ୍ଟ ପାଣି ମାଡ଼ିବା, କାହିଁକିନା ତା ଦେହଟା ଟିକେ ଖରାପ ଦେହ। ଏଇଠି ବାଥରୁମ୍ଟା ଦେଖିପାରୁଥିବେ, କିନ୍ତୁ ବାଥରୁମ୍ଟା ପୁରା ରେଡ଼ି ହେଇନି, ତିଆରି ହେଇକି ସେଇଟା ଅଣ୍ଡର କନଷ୍ଟ୍ରକ୍ସନ୍ ଅଛି। ଏଠି କାଳିଆକୁ ଏବଂ କୁନି ବାଛୁରୀକୁ ଦେଖିପାରୁଥିବେ। ଏପଟ ସାଇଡ଼୍ରେ ଲାଟ୍ରିନ୍ଟା ଅଛି, ଯାହାକି ଘରଠାରୁ ଟିକେ ଦୂର। ଫୁଲ୍ଲି ସେଫ୍ ଆଣ୍ଡ ହାଇଜେନିକ୍। ଏଇଠି ଦେଖିପାରୁଥିବେ, ଏଇଠି ମୁଁ ଗୋଟେ ଗଛ ଲଗେଇଛି, ଯେଉଁଟାକୁ ସୂଜନା ଗଛର ଡାଳ, କିନ୍ତୁ ଏଇଟା ଆଜି ପର୍ଯ୍ୟନ୍ତ ହେଇନି। ଏଇଠି ଆମର ଦୁଇଟା ଆମ୍ବ ଗଛ ଅଛି। ଇଏ ଦେଖୁଛନ୍ତି ପଛପଟରୁ ଆମ ଘର କେମିତି ଦେଖାହେଉଛି। ଆଉ ହେଇ ଯେଉଁ ରୁମ୍ର ଝରକାଟା ଦେଖୁଛନ୍ତି, ସେଇଟା ହେଲା ମୋ ରୁମ୍ ଆଉ ମୋ ଝରକା। ଓ ମାଇ ଗଡ୍। ତ ହେ ଗାଇଜ୍, ମୋ ଘର କେମିତି ଲାଗିଲା ମୋତେ କମେଣ୍ଟରେ ନିଶ୍ଚୟ ଜଣାଇବେ। ଆପଣ କେମିତିଆ ଘର ସେଟା ବି ମୋତେ କମେଣ୍ଟରେ ଜଣାଇବେ। ଦେଖା ହବ ନେକ୍ସଟ ବ୍ଲଗ୍ରେ। ଥ୍ୟାଙ୍କ ୟୁ ଭେରି ମଚ୍। ଜୟ ହିନ୍ଦ। म्यूजिक ପାଖରେ ଗୋଟେ ପୋଖରୀ ଅଛି, ଘର ପାଖରେ ଆଉ ତଳେ ଗୋଟେ ଛୋଟ ରୋଷେଇ ହେ ଗାଇଜ୍ ମୋ ରୁମ୍ ନୁହେଁ। म्यूजिक